ସମସ୍ତଙ୍କୁ ପଚରାଗଲା କିଏ ଯିବ ସୀତାଙ୍କ ପାଖକୁ ରାମଚନ୍ଦ୍ରଙ୍କର କାର୍ଯ୍ୟ କରିବ। ଜାମ୍ବବାନ କହିଲେ ମୁଁ ଯିବି ଯେ କିନ୍ତୁ ଆଉ ଆସିପାରିବିନି। କିଏ କହିଲେ ମୋତେ ଗୋଟେ ପିଠି ଛାଡ଼ିଦିଅ ଆଉ ଗୋଟେ ପଟେ ପଳେଇ ଆସିବ। କିଏ କହିଲା ମୋତେ ଅଧା ଛାଡ଼ିଦିଅ ଆଉ ଅଧା ମୁଁ ପଳେଇବି। ଏବେ ଯେମିତି କଥା ଶୁଣୁଛେ ଆମେ ସକାଳୁ କ'ଣ ହବ ଆଲୋଚନା ଜାଣିଛ? ବାବା ଭଲ କହିଲେ ଯେ ହେଲେ କ'ଣ ରେ ମୁଁ ତ ରହିପାରିବିନି ଆମିଷ ଛାଡ଼ିବି। କିଏ ଗୋଟେ କହିବ ମୁଁ ବୁଢ଼ା ହେଲିଣି ଆଉ ହବ କି ରେ ଆଗରୁ ତ ଖାଉଥିଲି। କିଏ କହିବ ମୋ ପିଲା ତ ଛାଡ଼ିବନି ମୁଁ କ'ଣ ପାରିବି କି ରେ ଘରଟାକୁ କ'ଣ ସଜାଡ଼ି ପାରିବି। ଘରେ କହିଲେ ଆହୁରି କଳହ ସୃଷ୍ଟି। ମନୋବଳ ଆସୁଛି କାହାର? ଆଉ କିଏ କାହା ବାହାନା କରିବ? ମୋ ସ୍ତ୍ରୀ ଛାଡ଼ି ଦେଇଥିଲେ ମୁଁ ଛାଡ଼ି ଦେଇଥାନ୍ତି। ସ୍ତ୍ରୀ କି ପଚାରା ହବ ତୁମେ ମୋ ସ୍ୱାମୀଟା ଛାଡ଼ିନି ତ ମୁଁ କ'ଣ କରିବି। ଏଇଆ ହେଉଛି ନା ଏକାଦଶୀ କରୁନ? ଆଜ୍ଞା ମୋ ଶାଶୁ ତ କରୁନି। ଯେଉଁ ଶାଶୁ ନ କର ତୁ କରୁନୁ? ହଁ ଖାଲି ତ ଅନ୍ୟମାନେ ଯାଇ ଆଉ ସିଏ କରୁନି ଇଏ କରୁନି ଇଏ କରୁନି ସେ କରୁନି ମୁଁ ସିଏ ଭଲ ନାହିଁ ଇଏ ଭଲ ନାହିଁ ସିଏ ଭଲ ନାହିଁ। ଭାଇ ଭଲ ସ୍ୱାମୀ ଭଲ ନାହିଁ ପରା। ସ୍ୱାମୀ ପଚାର ତମେ ସ୍ତ୍ରୀ ଭଲ ନାହିଁ। ସ୍ତ୍ରୀକି ପଚାର ସ୍ୱାମୀ ଭଲ ନାହିଁ ସ୍ୱାମୀ ପଚାର। ପୁଅକୁ ପଚାରିବ କ'ଣ ମୋ ସ୍ତ୍ରୀଟା ଖରାପ। ସ୍ତ୍ରୀକି ପଚାର ତମେ ମୋ ସ୍ୱାମୀଟା ଖରାପ। ଯଦି ସବୁ ଠିକ୍ ଅଛି ମୋ ପଡ଼ିଶା ଘର ଠିକ୍ ନାହିଁ ଆଉ ମୁଁ ଏଇଆ ହେଉଛି ନା ନାହିଁ? କିଏ ଯିବ ଲଙ୍କାକୁ? ସାଙ୍ଗେ ସାଙ୍ଗେ ସମସ୍ତେ ବସି ଏଭଳି ଆଲୋଚନା କରୁଛନ୍ତି। ହନୁମାନଙ୍କୁ ପଚରାଗଲା କ'ଣ ହନୁମାନଜୀ ତୁମର ଖବର କ'ଣ? ଏକାଥରେ ଉଠିଲେ ଆଉ କହିଲେ ଗୋଟେ ହୁଙ୍କାରେ ଯିବି ଗୋଟେ ହୁଙ୍କା। କିନ୍ତୁ ଆମ ମନ କ'ଣ ଆମର ଖାଦ୍ୟ ସେମିତି ଦୁର୍ବଳ କରିବ ଦୁର୍ବଳ କରିବ ନାଇଁ। ତେଣୁ ମୁଁ ଏବେ କୋଉଠିକି ଯିବି କ'ଣ କରିବି କ'ଣ ଖାଇବି ଚିନ୍ତା ଅଛି ସବୁ ରାମ। ତମେ ବନ୍ଧୁ ଘରକୁ ଗଲେ ଆଗ ଚିନ୍ତା କରିବ କ'ଣ ଖାଇବି କୋଉଠି ଯିବି। ବୃନ୍ଦାବନ ଯିବ ଆଜ୍ଞା କ'ଣ ଖାଇବି କ'ଣ ଖାଇବି ଏଇଠି ଯିଏ ଦେଉଛି ସେ ଦେବ। ହନୁମାନଙ୍କୁ ଯେତେବେଳେ ପଚରାଗଲା ତୁମେ କ'ଣ ସିଏ ଆଉ କିଛି ନାହିଁ ଆଉ ମାନେ ଏମିତି ଉଠିଲେ କହିଲେ ଗୋଟେ ସେକେଣ୍ଡ ଦଉନ ମୁଁ ଯିବି। ସେଥିପାଇଁ ଯିଏ ସାତ୍ଵିକ ଭୋଜନ କରିବ ସଂଯମ କରିବ ଭୋଗକୁ ଛାଡ଼ିବ ତାର ବଳ ଆସିବ। ସେଥିପାଇଁ ମନୋବଳ ଆଉ ଗୋଟେ ଅସୁର ବଳ ଗୋଟେ ବ୍ରହ୍ମ ବଳ ଗୋଟେ ଆସୁରିକ ବଳ। ଆସୁରିକ ବଳ କ'ଣ ପଥର ପଥର ଉଠେଇବ ମୋଥ ଫୋଥ କାହାକୁ ଦିଟା ମାରିଦେବ ଏଇଟା ହେଉଛି ଆସୁରିକ ବଳ। କିନ୍ତୁ ଦୈବୀ ବଳ ସଂଯମ ବଳ ଜଗତକୁ ଡରିବନି ଚିନ୍ତା କର। ବିବେକାନନ୍ଦ କହିଲେନି ଧୀଗ ବଳମ୍ କ୍ଷତ୍ରିୟ ବଳମ୍ ବ୍ରହ୍ମ ତେଜ ବଳମ୍ ବଳମ୍। ଧନ ସମ୍ପତ୍ତି ବଳ ଏହା ଗୋଟେ ରୋଗ ହେଲେ ପଳେଇବ ବା କି ବଳ। ଯୌବନ ସମୟରେ ଛୁରୀ ଧରିକିରି ମାରିଦେବ ଯୌବନଟା କେତେ ଦିନ ରହିବ ତାପରେ ବୁଢ଼ା ହେବ ତାପରେ ଲୋକନାଥ ମନ୍ଦିରରେ ରହିବ ହାତ ଯାକ ଟାଙ୍ଗି ଦେବେ ଯେଉଁ ହାତରେ ଯେଉଁ ଛୁରୀ ଧରିଥିଲେ ମାରିଥିଲେ ଏକାଥରେ କୁଷ୍ଠ ରୋଗ କରି ଲୋକନାଥ ମନ୍ଦିରରେ ରଖିଦେବେ ଶିବ ଏଠି ବ। ତାପରେ ଯେଉଁ କହୁଥିଲା ଫୁଟାଣି ମାରିଦେବି ଉଡ଼େଇଦେବି ଯାଇକି ଲୋକନାଥ ମନ୍ଦିର ଦେଖିଛ ନା? ଜଗନ୍ନାଥ ମନ୍ଦିରକୁ ଗଲେ ଲୋକନାଥକୁ ଆଗ ଯାଆନ୍ତି ଆଗ ରୋଗୀମାନଙ୍କୁ ଦେଖ କାହିଁକି ରୋଗ ପାଉଛି। ଭିକ୍ଷାଟାକୁ ଦେଖିକି ଚିନ୍ତା କରିବା ଦରକାର ଇଏ କାହିଁ ଭିକାରୀ ହେଇଛି। କୁକୁରଟାକୁ ଦେଖିଲେ ଚିନ୍ତା କରିବା ଦରକାର ଇଏ କାହିଁ କୁକୁର ହେଇଛି କାହିଁ କୁକୁର ହେଇଛି। ମଇଳା ଖାଇବାକୁ ଇଚ୍ଛା ଗୋଟେ ଭିକାରୀ ଆଉଛି ଭିକ ମାଗୁଛି ତାକୁ ଦେଖିକି ଦେଖିବାକୁ ପଡ଼ିବ ଇଏ କ'ଣ ସଂସାରକୁ ଯିଏ ଦେଖିକି ଅନୁଭବ କରିନି ସେ କ'ଣ ମନ୍ଦିରରେ ଭଗବାନ ଦେଖିବ ନା ଭୁଲ କହୁଛି ପାଗଳ। ସେଥିପାଇଁ ହନୁମାନ କ'ଣ କଲେ ପ୍ରଥମେ ଉଠିଲେ ମନୋବଳକୁ ଜାଗ୍ରତ କଲେ। ସଂସାର ଯିବାକୁ ହେଲେ ଶ୍ରଦ୍ଧା ଦରକାର ତତ୍ପର ଦରକାର ଆଗ୍ରହ ଦରକାର। କୁନ୍ଥୁ କୁନ୍ଥୁ ହଲୋ ନାନୀ କ'ଣ କରୁଛୁ? ଏ ପାଗଳା ବାଇଥିଲେ ତ କାଲି କହୁଥିଲେ ମାଳା କରିବାକୁ ମୁଁ ଟିକେ ମାଳା କରୁଛି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ। ଇଏ ଏମିତି କୁନ୍ଥେଇ ମୁନ୍ଥେଇ ଅନିଚ୍ଛା ଇଚ୍ଛା ନଥିବ ଏ କୁନ୍ଥୁ କୁନ୍ଥେଇ ପେଲି ଠେଲି ଗଲା ହବନି
ପୁରା ଶ୍ରଦ୍ଧାରେ ଆଜି ପାଇଗଲି, ଆଜି ଅମୃତ ପାଇଗଲି, ଆଜି ମୋ ଜୀବନ ଧନ୍ୟ କରିଦେଲି, ଆଜି କୃଷ୍ଣ କୃପାରୁ ଗୋଟେ ସନ୍ଥ କଥା ଶୁଣିବି, ପୁରା ଆନନ୍ଦ ରାତି ଦିନ ସାଧନା କରି ମୁଁ ପଳେଇବି, ମୋ ବଢ଼ିଆ ମାର୍ଗ ମିଳିଗଲା। ତତ୍ପର ଶ୍ରଦ୍ଧାବାନ ଲଭତେ ଜ୍ଞାନ। ନା ସଡ଼ୁଅର ଭୋଜି ଖାଇ ଯାଇଥିବ, 5 ଦିନ ହାଣ୍ଡି ମାଜୁଥିବ, ଦୁନିଆ କାମ କରୁଥିବ, ନିନ୍ଦା ଶୁଣୁଥିବ, ଦୁଃଖ ନାହିଁ। ଯଦି ଠାକୁର ଘରେ ବସି ଘଣ୍ଟାରେ ନାମ ହେଲା, अरे वो कौन आजा, हाँ जानू कि ठाकुर घरे 2 घंटा बही केते फुटाणी छात्र ठाकुर 2 घंटा बही से हनुमान जो गले समुद्र पार हे भव समुद्र चिंता कर ये संसार हो सागर जन जावाक हेल्ले हनुमान को लक्ष्य करा भक्त शिक्षा हनुमान हूँ शिवंकर चिंता कर से हनुमान प्रथम देखिले 2टी मार्ग मिलला हनुमान प्रथम स्थिर कले मु कौन करी कौ पटे जीवी कौ रास्ता जी मुझे कहती असुर हवा ना देवता आ शुक्रवार देवता गुरुवार देवता शनिवार राहु भाया पशु इमिते अच्छा ना गोटे लोक गुरुवार ना आज मु तेल खाइबी शनिवार ना शनिवार माँ मैंने प्राय अच्छा देखिए कहे ना ना मुझे सोरष तेल खाइबी आज शनिवार बुधवार बुधवार हाड़ गोड़ कुकुड़ा कुकुड़ा जहाज चौबी ये ये कौ दल तो कहना 2टा डंगार जो गोड़ देखिए जो अवस्था जहाँ प्रथम संकल्प करी कौ रास्ता कौ रास्ता हनुमान को 2टा मार्ग मिलला यहीपटे जीव जल्दी पड़ेब यहीपटे जीव लेट्रे जीव किंतु शीघ्र जीवा रास्ता परीक्षा पड़ो ये गोटे आप परीक्षा ना गाँव आगे मो इच्छा में आसिका ये कृष्ण परीक्षा गाँव कमी गोटे पाठ पढ़ाऊनी स्कूल में जन जन आसवे पचारिया मझे मझे कौन कहुए हाँ हाँ सेमती या गोटे परीक्षा कौन निश्चय गाँव में किसी हो नाम यज्ञ हो कि गोटे भल लोक थे नचे तो एमती भगवान सन्त मान पठे न ये मो इच्छा आसी तो बहुत थर एपटे जा आसा कर 5,000 देले मुझे आज कहीं आसी तो कृष्ण इच्छा जोर से बोलो भारी कष्ट आउर जोर से बोलो जिते नाम कर देखो 2 घंटा जब भी नाम कर कुआड़ जा दरकार देखो गोटे थर नारायण 2 थर करदे के खुशी मुझे देखुली समस्त को बाबूजी टाइम है बोधे समस्त मन मारी सदैव गोटे पत्थर फिंगुची कि नाम जो बाहर गला देखो हसदा कि बाहर परीक्षा कर पागल कथा आउ जब घंटे कर तो समस्त पूरा मग्ध हो काली कह कर चिंता कर से कौन कहते हनुमान जो 2टा मार्ग देखागला कौ पटे जीव परीक्षा पड़ो शीघ्र जीव आ लेट्रे जीव बिना परीक्षा जीव आम कौ पटे जा से गणेश कार्तिक 2 जन जाक शिव परीक्षा कले गणेश बुद्धिमान हो अग्रपूजा कार्तिक बुद्धिमान हेलेनी बोली आज किए आग डाकुची आम फोटोटे गणेश रखिए कार्तिक कि रखुଛୁ कि आम कौन आमको भगवान परीक्षा कर कौ रास्ता जा सहज पड़ेगा कौन हम परीक्षा परीक्षा उत्तीर्ण हम आदि लेट्रे जा परीक्षा परीक्षा किसी ना आज स्कूल जॉइन होताप परीक्षा ना जे स्कूल जॉइन न होताप परीक्षा अच्छी कथा कथा की शिक्षा लक्ष्य कर यही पिलाटी पाठ पढ़ुची स्कूल जॉइन हो परीक्षा आज जी जॉइन हो पाठ पढ़ोनी मूलू कह मु गाई चरेबी ताप परीक्षा अच्छी जहाँ को सत्संग मिलूँ जहाँ को सत्संग बसा हो परीक्षा ना एवं मन कर आप बस शुणीगले आम सब खाइबन घर को गला बो पिला आनी थोब बापा माछ गला तो पलैबे खाईदे कल तू छाद आने आने टे खाईदे फेला ना सृष्टि प्रलय है खाई लुण लुण लंका लुण लंका खाई संकल्प संकल्प
ସେଥିପାଇଁ ଶ୍ରାଦ୍ଧରେ ସଂକଳ୍ପ କରାହେଉଥିଲା ଗଙ୍ଗେ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଂ କୁରୁ କୁରୁକ୍ଷେତ୍ରେ ଗୟା ଗଙ୍ଗା ପ୍ରବାହସ୍ୟ ପୁଷ୍କରା। ଏହା ଅର୍ଥ କ'ଣ? ଯାହାର ଜୀବନରେ ସଂକଳ୍ପ ନାହିଁ ସେ କ'ଣ କରିବ? ଆମର ସଂକଳ୍ପ ହେଉଛି କ'ଣ? ଏଇ ବସିଥିଲା ଯାକ ସଂକଳ୍ପ ହେଉଛି ସତ କଥା ତ, ଆଉ ଖାଇବିନି ତ, ଛାଡ଼ିଦେବି ତ, ମନେ ମନେ ସବୁ ଭାବୁଥିବ। କିନ୍ତୁ କାଲିକି ଉପରକୁ ଗଲେ ବାବାଜୀ କହିଦେଲା ବୋଲି ଆମେ ଛାଡ଼ ଆଜ୍ଞା ଆଉ କିଛି ଯାଉ, ବୟସ ହଉ, ଶାଶୁ ତ ଖାଉ, ବୋଉ ତ ଖାଉ, ଦାଦା ତ ଖାଉ, ସେ ବଡ଼ ଲୋକ ଖାଉ, ସେ ବାମୁଣ ଖାଉ, ଆମେ ବି ଖାଇଦେବା ଆଉ। ଡକ୍ଟର ମନା କରୁଛନ୍ତି ଆଜ୍ଞା। ମୁଁ କହିଥିଲି ନା ଲାଷ୍ଟକୁ ପଚାରିବ, ବାହାନା ଖୋଜିବ, ଯିଏ ଯାହା କରୁଥିବ ତ ବାହାନା ଖୋଜିବ ଆଉ। ଡକ୍ଟର କେବେ କହିବନି ଖାଇବାକୁ। ଡକ୍ଟର କ'ଣ କହିବ? ଭିତରେ ଖାଲି ଠକିବା ଆର ମନ ନାହିଁ। କିଏ କେମିତି ମନ୍ଦିରକୁ ଖାଇ ଯିବାର ଉଦ୍ଦେଶ୍ୟ କ'ଣ? ମନ୍ଦିରକୁ ଯିବା ଆମେ କେଉଁ ଉଦ୍ଦେଶ୍ୟ ଯାଉଛେ? ଭାବରେ ଭାବରେ ଭଗବାନ ବନ୍ଧା ନା କହିଲେନି? କହିଲେ ମୋଠାରେ ବୋଲ ମୋଠାରେ ଯାହାର ଭାବ ନାହିଁ, କହିଲେ ମୋଠାରେ ଯାହାର ଭାବ ନାହିଁ, କହିଲେ ପଶୁ ସମାନ ସେ ଅଟଇ, କହିଲେ ତାହାର ମୁଖ ଯେ ଚାହିଁବ, କହିଲେ ତାହାର ମଙ୍ଗଳ ହେବ। ବୁଝିଲେ? ଭଗବାନ ଯେତେବେଳେ ଦେଖନ୍ତି ଗୋଟେ ମନ୍ଦିରକୁ ଜଣେ ଆସିଛି, ତାର ଖାଦ୍ୟକୁ ଦେଖନ୍ତି, ତାର ବଟୁଳିକି ଦେଖନ୍ତି, ସେ ପିତ୍ତଳରେ ଆଣିଛି କି ସୁନାରେ ଆଣିଛି ଦେଖନ୍ତି, ସେ କେଉଁ ଡ୍ରେସ୍ ପିନ୍ଧି ଦେଖନ୍ତି, ସେ କେଉଁ ଜାତି ବି ଦେଖନ୍ତି, ସେ ଦେଖନ୍ତି କ'ଣ ଇଏ କେଉଁ ଉଦ୍ଦେଶ୍ୟରେ ଆସିଛି, କେଉଁ ଉଦ୍ଦେଶ୍ୟରେ ଆସିଛି। ଶୀଘ୍ର ନଡ଼ିଆଟା ବାଡ଼ରୁ କ୍ଷୀରିରେ ପକା ହବ। ପୂଜାରୀ କହୁଛି କାହିଁକି ନେଉଛ ମୋ ସିରିଏଲ୍ ଆସିଲେ ବାଡ଼େଇବି ନା ଆଉ। ନା କ୍ଷୀରି ପରା ବସିଛି, ଆଉ କ୍ଷୀରିରେ ପକେଇ ଦେଉଛୁ କାହିଁ ଆସିଛୁ ପ୍ରହସନ। କ୍ଷୀରି ବସା ହେଇଥିବ, ସ୍ତ୍ରୀ କହୁଛି ଶୀଘ୍ର ନେଇକିରି ବାଡ଼େଇ ଦେଇକି ଆଣିଲେ କ୍ଷୀରିରେ ପକା। ସେଇଟା ଜଗନ୍ନାଥ କୃଷ୍ଣଙ୍କ ପାଖକୁ ଯାଉଛି ଭୋଗ ନା ସେଇଟା କ୍ଷୀରଟା ଖାଲି ଦେଖେଇବାକୁ ଯାଉଛି? ସେଥିପାଇଁ ମନ୍ଦିରକୁ ନଡ଼ିଆ ନେବ ତ କାଉମାନଙ୍କୁ ଦେଇଦେବ ମଙ୍ଗଳ, ଗାଈମାନଙ୍କୁ କଦଳୀ ଦେଇଦେବ, ଯାହା ଗାଈକି ଦେଖିବ ମାଙ୍କଡ଼ ଗାଈକି ଦେବ, ଦେଖିବ ଭଗବାନ ସନ୍ତୁଷ୍ଟ। ଆଉ ନାତିକି ଦେଇକି ଦେବ, ପୁଅକୁ ଦେଇ ଦେବ କ'ଣ? ପୁଅରେ ପଡ଼ିଶାର ପୁଅ ଥିଲେ ମଧ୍ୟ ଯା ଯା ତୋ ବୋପାଟାକୁ ଯା ଦେଖା। ଆରେ ପଡ଼ିଶାର ପୁଅଟା ଅଛି, ଦୁଇଟା ନଡ଼ୁ ବାଣ୍ଟି ଦେଲେ ହେବନି? ନା ନାଇଁ ନାଇଁ ମୁଁ ମୋ ପୁଅଟାକୁ ନଡ଼ୁଟା ଦେବି ନା ଆଉ, ମନ୍ଦିରରୁ ଭୋଗ ଆଉ। ସେ ତା ଭାଇର ପୁଅଟାକୁ କାହିଁ ଦେବି? ଇଏ ଭଗବାନ ଭାଇ ଖୁସି ହେବେ। କାଲିଠୁ ସଂକଳ୍ପ ନଡ଼ିଆ ଫଡ଼ିଆ ଯଦି ଦେବ, ଯେଉଁଟା କାଉ ଖାଇବ, ଗାଈ ଖାଇବ, ତାଙ୍କ ଭିତରେ ଭଗବାନ ଦେଖିକି ଦେଇଦେବ। ଆତ୍ମା ଭିତରେ ଯଦି ଈଶ୍ୱରଙ୍କୁ ଅନୁଭବ ନ ହେଉଛି, ଆମେ ମୂର୍ତ୍ତି ଭିତରେ କେମିତି ଭଗବାନ ଦେଖିପାରିବା? କହିଲେନି କୀଟ ଠାରେ ଯେବେ ଅନାଇ ପାରିବୁ, ତହିଁ ରହିଥାଏ ମୁହିଁ। ଅବଧୂତ ସିନା ଜାଣନ୍ତି ଏ ତତ୍ତ୍ୱ, ଅନ୍ୟ ଜାଣିବାକୁ କାହିଁ? ପ୍ରତ୍ୟେକ ଆତ୍ମାରେ ଯଦି ଆମେ ଦେଖିବା କଷ୍ଟ ହେଉଥିବ, ଆମକୁ ଛୁଞ୍ଚିରେ ଫୋଳିଲେ କାଟୁଛି, ଛେଳିଟାକୁ କାଟା ହେଉଛି, ଛଟପଟ ହେଉଛି, କେତେ କଷ୍ଟ ହେଉଥିବ। ଦୟା ଯାହାର ନାହିଁ, ଭଗବାନ ଆମକୁ କାହିଁ ଦୟା କରିବେ? ଆମେ ଜୀବ ପ୍ରତି ଦୟା ଦେଖିବା ଆସୁନି। ଦେଖୁନ ଯୋଉଟେ କଟା ହେଉଥିବ ଛେଳି, କେଉଁଠି ଦେଖିବ ବେଶୀ ଲୋକ ଠିଆ ହେଇଥିବ, ଆଖିରେ ଦେଖୁଥିବେ, ବଢ଼ିଆ ବଢ଼ିଆ ଫେସ୍ ଫେସ୍ ମା ସାମ୍ନାରେ କାଟେ, ସାମ୍ନାରେ କାଟେ। ଭଗବାନ କହୁଛନ୍ତି ତତେ ବି ସାମ୍ନାରେ କଟା ହେବ, ତତେ ବି କଟା ହେବ। ଗଛ ଗୋଟେ ସୃଷ୍ଟି ହେଲା, ତାକୁ ଯେଉଁ ଖାଉଛି ତତେ କାଟା ହେଉଛି, ତତେ ବି କଟା ହେବ। ତମେ ଭାବୁଥିବ କାହିଁକି ଏତେ ବାରମ୍ବାର ଗୋଟିଏ କଥା କହିଲେଣି ଆମକୁ? କାରଣ ଏଇଟା ନହେଲେ କିଛି ଲାଭ ନାହିଁ। ହଜାର ଯଜ୍ଞ କର, ହଜାର ମନ୍ଦିର କର, ଉଦ୍ଧାର ହେଇଗଲା। ସେଇଥିପାଇଁ ଆଚରଣ କରିବାକୁ, ନିଜେ ଆଚରଣ କରିବାକୁ। ସେଥିପାଇଁ ସୁରସା, ହନୁମାନଙ୍କୁ ଦ୍ୱିତୀୟ ପରୀକ୍ଷା ଆସିଲା କ'ଣ? ସୁରସା, ଉତ୍ତମ ରସକୁ ଆସ୍ୱାଦନ କର। ଜିହ୍ୱାରେ କାହାର ପର କଥା ଚର୍ଚ୍ଚା କରନି। ଦେଖୁନ ନିଜେ ଘରେ ଖାଇବେ ବସିବେ, ହରିନାମ କରିବେନି, ସେ ନାନୀ
ସିଏ ତ ପରିବା ବିକୁଥିଲା, ସେ ଗାଡ଼ି କେଉଁଠୁ କିଣିଲା? ତୋର କ'ଣ ହେଲା? ପର କଥା। ସିଏ ଛାତ କରୁନଥିଲା, ଚାଳ ଘର କରିଥିଲା, ଆଜି କାହିଁ 3 ତାଲା କରିଦେଇଛି, ତୋର କ'ଣ ହେଲା? ହରେ ତା ପୁଅ କୋଉଠି କ'ଣ କରୁଛି ଲୋ? ହିରୋଟାରେ କିଣିଦେଲା। ମନ୍ଥୁଛି, ହାତ ମନ୍ଥୁଛି ଈର୍ଷାରେ। ଆଉ ସମ୍ଭାଳି, ଯିଏ ଅନ୍ୟର ଉନ୍ନତି ଦେଖିଲେ ଯିଏ ଜଳି ପଡ଼ିଯାଏ, ସିଏ କେମିତି ଈଶ୍ୱରଙ୍କୁ ରଖିପାରିବ ପାଖରେ? କହିଲେନି ଈର୍ଷା କରିଥାଏ, ଅଭିରାମ କହୁଛନ୍ତି। ଯେ ଈର୍ଷାକୁ ଜୀବନରେ ଈର୍ଷାକୁ ଛାଡ଼ିନି, ମତ୍ସର ଛାଡ଼ିନି। ଈର୍ଷା କଲେ ହରି ମିଳିବା ପାଇଁ ବହୁତ ଦୂର, ତଥାପି ଈର୍ଷା କରୁଥାନ୍ତି, କେଡ଼େ ମାୟା ତୁମ। ଯେ ଅନ୍ୟର ଉନ୍ନତି ଦେଖିଲେ, ଅନ୍ୟର ସୁଖ ଦେଖିଲେ ଯଦି ଆନନ୍ଦ ଆସୁଛି, ଜାଣିବ ଯେ ଭଗବାନ ପାଖରେ ଅଛନ୍ତି। ଆଉ ଜଣଙ୍କ ଦୁଃଖ ଦେଖିଲେ ଯଦି ନିଜକୁ ମଜା ଲାଗୁଛି, ଜାଣିବ ଯେ ଭଗବାନ ନାହାନ୍ତି ଭିତରେ। ଆଉ ଦେଖୁନ, ଘୁଷୁରୀ ହାଟ ଗୋଟେ ଗୋଟେ ମୁଁ ଦେଖିଛି, ତାକୁ କେମିତି ମାରୁଛନ୍ତି, କେମିତି ଜୀବ ହତ୍ୟା କରୁଛନ୍ତି। 100 ଜଣ ଦେଖିବେ ସେଠି, ହରିନାମ ଶୁଣିବାକୁ 10 ଲୋକ ନଥିବେ, ପାଲ ଖାଲି। ଗୋଟେ ଜୀବ ହତ୍ୟା ଯଦି ରାତିରେ ହବ ବୋଲେ ସେ ସବୁ 200 ଯାଇ ଦେଖିବେ। କ'ଣ କରିବ ମଣିଷ? ସମାଜକୁ ଗୋଟେ ଦିନରେ କ'ଣ କରିବ? ବାରମ୍ବାର କର, 5-7 ଦିନ କରୁନ ଗାଁରେ, କେବେ ଗୋଟେ ଠିକ୍ କର, 2-4 ଦିନ 5 ଦିନ କରିବା। ଆଉ ଏବେ ମୁଁ ଆସିଛି କେବଳ ଟିକେ ଟିକେ ଖାଲି ଗୋଟେ ଇଏ କରିଦେବୁ ନା, ଗୋଟେ 5 ଦିନିଆ ପ୍ରୋଗ୍ରାମ କର। କ'ଣ ଅଛି? ଗୋଟେ ଜଣେ ଏତେ ଏତେ ଲକ୍ଷ ଲକ୍ଷ ଖର୍ଚ୍ଚ କରୁଛେ, କରିପାରିବନି 5 ଦିନ? ପୋଷ୍ଟାଲ କରିବା, ଲୋକଙ୍କୁ ଅନ୍ନ ଟିକେ ଦେବା, କୁଆଡ଼ୁ କୁଆଡ଼ୁ କୃଷ୍ଣ ଆସି ଦେଇଦେବେ ଯେ ଜଣା ପଡ଼ିବ। ଗୋଟେ ଗୋଟେ ଗାଁରେ ମୋତେ ଗୋଟେ ଗାଁରେ କହନ୍ତି, ଆଜ୍ଞା ଗାଁ ତ ଗରିବ ଅନୁଷ୍ଠାନ। କି ଗରିବ? ଈଶ୍ୱରଙ୍କର ସନ୍ତାନ ହିଁ ଗରିବ କହୁଛୁ। ପୁଅର ଏବେ ରୋଗ ହେଲେ 10 ଲକ୍ଷ ବାହାରିବନି? ତମ ପୁଅକୁ ଆକ୍ସିଡେଣ୍ଟ ହେଲେ 5 ଲକ୍ଷ ଦେବନି ତମେ? ନାଇଁ କର ଦେବ। ଓ ନାତିରେ ହେଲେ 10 ନେଇ ଦେବ। ଭଲ କାର୍ଯ୍ୟରେ ଆତ୍ମାର କଲ୍ୟାଣ ପାଇଁ ଖର୍ଚ୍ଚ ହେଲେ ଭାରି କଷ୍ଟ। ଏସବୁ କଳିଯୁଗର ସବୁ ସାଧନା ନାହିଁ। ଲୋକ ସତ ନାହିଁ, କାଲି ରୋଗ ହେଲେ ଆମେ ଦେବ ନା ନାହିଁ ମେଡ଼ିକାଲ? କାହିଁ ଅଣ୍ଟା ଭିଡ଼ିଓ ନା ନାହିଁ, କରିଦେବି ମୁଁ 2 ଦିନ କରିବି, କେତେ ଟଙ୍କା ଖର୍ଚ୍ଚ ହବ? ମାଇକି ଲାଗିବ, ମୁଁ ଯାହା କରିଦେବି। ବାହାରୁଛି ଅଣ୍ଟା ଆମ ବ୍ରହ୍ମପୁର ପଟେ। ଏତିକି କଥା କହୁ କହୁ ବାହାରି ପଡ଼ିବେ କିଏ ନା କିଏ, ଆଜ୍ଞା ମୁଁ କରିବି ନଥିଲି, ମୁଁ କରିପାରୁନି। ସେଥିପାଇଁ ସେ ବେଶୀ ମଦୁଆ ହେଲେ କ'ଣ ହବ? ଏଇ ଜ୍ଞାନ ଯୋଗ୍ୟ ଯୋଉଠି ସେ ଭକ୍ତ ବାହାରିବେ। ଆଉ ସେଥିପାଇଁ ଜ୍ଞାନ ଯୋଗ୍ୟକୁ ଯିଏ ଗୁରୁତ୍ୱ ଦେଇଦେବ ବାରମ୍ବାର, ଭଗବାନ ଖୁସି ହେଇଯିବେ। ଆଉ କାରଣ ଇଏ ଗାଁର ସମସ୍ତଙ୍କ ପାଇଁ ମଙ୍ଗଳ ନା, ଇଏ ଜଣଙ୍କ ପାଇଁ ପର୍ସନାଲ ନାହିଁ ନା। ଆଉ ଶୁଣୁ ଶୁଣୁ ଜଣେ ପରିବର୍ତ୍ତନ ଆସିବ, କାରଣ ଏଠି ସମସ୍ତେ ଭଗବାନ, ଏଠି କିଏ ଖରାପ ଲୋକ ନାହାନ୍ତି। କହିଲେ ଈଶ୍ୱରମୟ ଏ ଜଗତ, ଭଲ ମନ୍ଦ ନାହିଁ କେହି, ଯାହାର ଯେମନ୍ତ ଭାବନା ଥାଇ ସେହିପରି ଫଳ ପାଇ। କିଏ ଏଠି ଖରାପ ଅଛି? ଆଜି ଯିଏ ଖରାପ କାଲି କି ଭଲ ହେଇଯିବ। ପରିସ୍ଥିତିରେ ପଡ଼ି ଭୁଲଟେ କରିଦେଉଛି, କ'ଣଟେ ଭୁଲ ହେଇଯାଇଛି, ଭଗବାନ ତ ଅଛନ୍ତି ନା କ୍ଷମା କରିବାକୁ। ଜଗତ କେବେ କ୍ଷମା କରିବେନି, କିନ୍ତୁ ଭଗବାନ କ୍ଷମା କରିବେ। ଜଣଙ୍କ ଆଗରେ ତମେ ଖରାପ ହେଇଛ, ଜୀବନ ଯାକ ପଡ଼ିବ ମଧ୍ୟ ତାକୁ ତମେ ସନ୍ତୁଷ୍ଟ କରିପାରିବ, ସେ ଭୁଲଟାକୁ ଦେଖିବେ ନା। ମୁଁ ଏବେ କହୁଛି ବୋଲି ଖରାପ କରିଦେବି ଆଚରଣ ଗାଁରେ, ଜୀବନ ଯାକ ଆସିଲେ ମଧ୍ୟ ତମେ କହିବ ନା ତୁ ତ ସେ ଖରାପଟାକୁ ଦେଖିବ ତମେ, ଇଏ ବାବା ଏଇଆ। କିନ୍ତୁ ଭଗବାନ କହୁଛନ୍ତି ତୁମେ 3 ଜନ୍ମ ଖରାପ ଭୁଲ କଲନି, ଥରୁଟିଏ ପଳେଇ ଆସ, ମୁଁ କ୍ଷମା କରିଦେବି। ଚିନ୍ତା, ସେଥିପାଇଁ ଭଗବାନଙ୍କ ଶରଣାପନ୍ନ ହେବାକୁ ପଡ଼ିବ। କାହାକୁ ସନ୍ତୁଷ୍ଟ କରିପାରିବନି, ତ ପରୀକ୍ଷା କର। ଜଣେ କହୁଛି ମୁଁ ସମସ୍ତଙ୍କୁ ସନ୍ତୁଷ୍ଟ କରିବି, ଅସମ୍ଭବ। ନିଜେ ସନ୍ତୋଷରେ ରୁହ, ଅନ୍ୟକୁ ଭଗବାନ ତ ସନ୍ତୁଷ୍ଟ କରିପାରିବେ ନା, ଆମେ କ'ଣ କରିବୁ? ସେଥିପାଇଁ ହନୁମାନ ଦ୍ୱିତୀୟ ପରୀକ୍ଷା କରିଥିଲେ କ'ଣ? ସୁରସା, ମାନେ ଜିହ୍ୱା ଲାଳସାକୁ ଜୟ କରିବାକୁ ପଡ଼ିବ। ଉତ୍ତମ ଖାଦ୍ୟ ଖାଅ, ଉତ୍ତମ ବିଚାର ଆସିବ। କାରଣ ଜିହ୍ୱା ଯେମିତି କରିବ ସେମିତି। ଦେଖୁନ ମୁଁ ଏବେ ଜିହ୍ୱାରେ କଥା କହୁଛି, ସମସ୍ତେ କହୁଛନ୍ତି ବଢ଼ିଆ, ସାଙ୍ଗେ ସାଙ୍ଗେ 2 ଅକ୍ଷରୀ ଗାଳି କରିବି, ସାଙ୍ଗେ ସାଙ୍ଗେ ଲୋକ ଟେକା କରିବେ। ଜିହ୍ୱା ଯୋଗୁଁ ଜଣେ ଦୁଃଖ ପାଇବ, ଜିହ୍ୱା ଯୋଗୁଁ ଜଣେ ଆନନ୍ଦ ପାଇବ। ମଧୁର କଥା କହିଦେବ, ଜଣେ ବଶୀଭୂତ ହେଇଯିବ। ଜଣେ ଘରକୁ ଯାଇଥିବ, ଆରେ ପୁଅ, ସେ ଘର କୁଣିଆ ଘରକୁ ଯାଇଥିବ, ଆରେ ପୁଅ କେଉଁଠି ପଳେଇ ଆଇଲୁ ମୋ ଘରକୁ, ତ ଆଉଛି ହଉ, ତୋ ବୋଉ କ'ଣ କରୁଥିଲା କହିଲୁ, ମୋ ବୋଉ ଖାଇଲୁ କିରେ, ତୋ ଦେହ କେତେ ଖରାପ ହେଇଯାଇଛି। ମଧୁର ବାଣୀ, ଆନନ୍ଦ ଲାଗିବ ନା ଖିଙ୍କାରି ଗୋଡ଼େଇକି 10 ପ୍ରକାର ଆଇଟମ୍ ଦେଇଦେବ, ପନିର ଖା, କେଉଁଟା ଭଲ ଲାଗିବ?
କେଉଁଟା ଭଲ ଲାଗେ? ପନିର 10 ପ୍ରକାର ଦେଇଦେବ ଖିଙ୍କାରି ଗୋଳେଇଲା ଭଳିଆ, ସେଇ ପନିର ଭଲ ଲାଗିବ ନା ଲୁଣ ଲଙ୍କା ଟିକେ ଦେବ ବା ପାଣି ଗ୍ଲାସେ ଦେବ? ପୁଅରେ କେଉଁଠି ପଳେଇ ଆଇଲୁ, କେବେ କେମିତି ପଳେଇ ଆଉଥିବୁ, ଏପଟେ ଗଲେ ପଳେଇ ଆଉଥିବୁ, ତୋ ଘର ମଧୁର ବାଣୀଟା ଟିକେ ଦେବ, କେଉଁଟା ଭଲ ଲାଗିବ? କିନ୍ତୁ ଆମେ ଯେଉଁ ମଦ୍ୟପାନ କରୁଛେ, ତାମସିକ ଜିନିଷ ଖାଉଛେ, ଆମର ରାଗ ପଳେଇ ଯାଉଛି, ଅସୁର ପ୍ରକୃତି ଯାକ ଆସୁଛୁ ନା, ଆସିବ ଭଲ ମନକୁ ଆସିବ। ତାହେଲେ ଯେମିତି ବାଣୀ ସେମିତି, ଯେମିତି ପାଣି ସେମିତି ବାଣୀ, ଯେମିତି ଖାଦ୍ୟ ସେମିତି ବିଚାର ଆସିବ କ'ଣ? এই ଘରେ ଘରେ ଯେଉଁ ଅଶାନ୍ତି, ଘରେ ଘରେ ଯେଉଁ ପାଟିତୁଣ୍ଡ, ବାପା ପୁଅକୁ ମାନୁନି, ସ୍ୱାମୀ ସ୍ତ୍ରୀକି ମାନୁନି, କିଏ କାହାକୁ ମାନୁନାହାନ୍ତି, ଏସବୁ କାରଣ କ'ଣ? ଏ ଲକ୍ଷ୍ମୀ ଦ୍ରୋହୀ, ସବୁ ଅଲକ୍ଷ୍ମୀ ରହିଛନ୍ତି ଜୀବ। ସେଥିପାଇଁ ସଂଯତ କରିକି ଜିଭାକୁ, ଦୁର୍ଗାଙ୍କର ଗୋଟେ ରୂପ ନାହିଁ, ଜିଭାଟାକୁ ମେଲେଇଛନ୍ତି କାଇ କାଇ। ଆରେ ଜିଭାଟାକୁ ଲାଳସାକୁ ଜୟ କର, ଦେଖିବ ଇନ୍ଦ୍ରିୟ ସବ ଜୟ ହେଇଯିବ। ଜିଭାରେ ସବୁ ଅଛି। ତାପରେ ତୃତୀୟ ହନୁମାନ ଗଲେ କୋଉଠି? ସିଂହିକା। ସମୁଦ୍ରରେ ଗଲାବେଳେ ସିଂହିକା ଝିକିରା ହଉଥିବ। ମାନେ ଭକ୍ତର ଉନ୍ନତି ହେଲେ ଅନ୍ୟମାନେ ଈର୍ଷାରେ ଜଳନ୍ତି, ସହିପାରୁ। ଏଇଟା ହେଉଛି ମତ୍ସର, ଈର୍ଷା। ଏମିତି ପରୀକ୍ଷା ଆସିବ 5ଟା। ତାପରେ ଲଙ୍କିନୀ। ଲଙ୍କିନୀ ଅର୍ଥ କାମ, ଭୋଗକୁ ଜିତିବାକୁ ପଡ଼ିବ। ଯିଏ ବେଶୀ ଭୋଗ, ଇନ୍ଦ୍ରିୟମାନଙ୍କୁ ବେଶୀ ଭୋଗରେ ମାତିବ, ସେ ବେଶୀ ରୋଗୀ ହେଇଯିବ। ତ୍ୟାଗରେ ଆନନ୍ଦ, ଭୋଗ କଲେ ଆନନ୍ଦ ମିଳିବ। ଏ ପଶୁ କୁକୁର ଦେଖିବ, ତାଙ୍କର ସଂଯମ ଅଛି, ସବୁଦିନ ଏମାନେ ଭୋଗ କରୁନାହାନ୍ତି, କେବଳ ଏମାନେ ମାସେ 2 ମାସ ଥିବ ବର୍ଷ। କିନ୍ତୁ ମନୁଷ୍ୟ କ'ଣ, ନା ଏକାଦଶୀ, ନା ସଂକ୍ରାନ୍ତି, ନା କ'ଣ 80 ବର୍ଷରେ ବୁଢ଼ା ବୁଢ଼ୀ ସ୍ତ୍ରୀ ମରିଗଲେ ଆଉ ଗୋଟେ ବାହା ହେଇଯିବା, ତାର ଗୋଟେ ଲିମିଟ୍ ନାହିଁ, ସଂଯମ ନାହିଁ। ନହେଲେ ପଶୁ ପକ୍ଷୀମାନଙ୍କର ଗୋଟେ ଲିମିଟ୍ ଅଛି ଭୋଗ କରିବା। ଜାଣିଛ ନା? ହାତୀର ବଳ ବେଶୀ ନା ସିଂହର ବଳ ବେଶୀ? ହାତୀର ବଳ ବେଶୀ, କିନ୍ତୁ ସିଂହକୁ ହାତୀ ଡରେ। କାହିଁକି କହିଲ? ହାତୀ ଚକୁଡ଼ି ଦେଲେ ସିଂହ ମରିଯିବ, କିନ୍ତୁ ସିଂହ ଡରେ, ହାତୀ ଡରେ ସିଂହ। କାହିଁକି ନା ଇଏ ହେଉଛି ସଂଯମର ବଳ। ହାତୀ କ'ଣ, ତା ବେଶୀ ଭୋଗ କରିବ। ହାତୀମାନଙ୍କୁ ଶିକାର କରିବା ଲୋକକୁ ଯାଇ ପଚାରିବ, ସେମାନେ ମାଇ ହାତୀକି ରଖିବେ, ତା ଉପରେ ଗୋଟେ କୁହ ଭଳିଆ କରିଦେବେ, ସେ ଚିତ୍ରଟାକୁ ଦେଖିକିରି ଅଣ୍ଡରେ ହାତୀ ଆସିବ ସଙ୍ଗ କରିବାକୁ, ତାପରେ ଖାଲରେ ପଡ଼ିଯିବ, ପଡ଼ିଗଲେ ତା ଦାନ୍ତ ଫାନ୍ତ କାଟିଦେବେ। ଶିକାରୀମାନେ ସବୁ ହାତୀକି ଧରିବାକୁ ଖାଲ କରିକି ତା ଉପରେ ଗୋଟେ ଗଛ ବୁଲିବେ। କିନ୍ତୁ ସିଂହ କ'ଣ, ଜୀବନରେ ଥରେ ସଙ୍ଗ କରିବ, ସେଇଥିପାଇଁ ବଳ ବେଶୀ। ଯିଏ ବେଶୀ ଭୋଗ କରିବ ସେ ବେଶୀ ଦୁର୍ବଳ ହେଇଯିବ, ମନୋବଳ ହଟିଯିବ, ଭୟ ଆସିବ, କାଉଟେ ବୋବେଇ ଦେଲେ ଡରିଯିବ। ଏ ଉପରେ କ'ଣ ହେଇଗଲା, ଗୁଣିଆକୁ ପଚାରିବ, ପୁଅ ମରିଯିବ, ଗୁଣିଆ କ'ଣ ହେଇଛି, ନା କାଉ ବୋବେଇଲା, ଗ୍ରହ ପଡ଼ିଗଲା, ହେ କ'ଣ କରିବି, 10,000, ହଁ ଦେଇଦେବି, ଗଲା ଗଧ ଭଳିଆ ଖଟିକି ଦେଇଦେବନି କି ଗୁଣିଆକୁ, ଖଟ ନାଇଁ। ସେଥିପାଇଁ ଯେତେ ଭୋଗ ସେତେ ରୋଗ। ଆଜିକାଲି ରୋଗର କାରଣ, ଦୁଃଖର କାରଣ କେବଳ ଭୋଗ। ସେଇଥିପାଇଁ ଲାଷ୍ଟକୁ ଲଙ୍କିନୀ ପରୀକ୍ଷା କଲେ ହନୁମାନ, ଜିତିଗଲେ। ଗୋଟେ ମୁଠାରେ ଲଙ୍କିନୀକି ମାରିଲେ, ଗୋଟେ ମାଡ଼। ଯିଏ ରାମାୟଣ ପଢ଼ୁଥିବ ଜାଣିଛି, ମୁଠା କ'ଣ, ସଂକଳ୍ପ। ଏଇ ମନ ଗୋଟେ ଭୋଗୀ, ଏଇ ମନ ଗୋଟେ ଯୋଗୀ, ଏଇ ମନ ମତ ହସ୍ତି, ଏଇ ମନ ବୈରାଗୀ। ଜୋର ସେ ବୋଲ ଖାଲି ଦୃଢ଼ ସଂକଳ୍ପ କଲେ ହେଲା। ଆଉ କିଏ କୋଉଟା ଛାଡ଼ିପାରିବନି କହିଲ? ଚେଷ୍ଟା କରିବ, ସଂକଳ୍ପ କରିବ, ଆଉ ମୁଁ ପାରିବିନି, ମୁଁ ହବନି, ଇଏ ଭଳିଆ ହେଲେ ତ କିଛି କରିପାରିବନି। ଲାଷ୍ଟକୁ ତ ପଡ଼ିଲା ଆଉ କିଏ, ଲଙ୍କିନୀ ପରେ ସୀତାଙ୍କୁ ପାଇଗଲେ। ଆଉ ସୀତା ତ ଭକ୍ତି, ଆଉ ରାମ ଅର୍ଥ ଜ୍ଞାନ। ଚିନ୍ତା କରୁ। ସେଥିପାଇଁ ଜ୍ଞାନ ପ୍ରାପ୍ତି ହେଲେ, ବୈରାଗ୍ୟ ଯଦି ପଳେଇ ଆସିବ, ଭକ୍ତି ରାଜ୍ୟକୁ ଜଣେ ଯାଇପାରିବ ଆରାମରେ। ଏ ସଂସାର ସାଗରରୁ ପାର ହେବାକୁ ସହଜ ହେଇଯିବ। ଆଉ ଯାହା ଜୀବନରେ ଲକ୍ଷ୍ୟ ନାହିଁ, ତା ଆଉ ସିଏ କିଛି କରିପାରିବ। ଲକ୍ଷ୍ୟହୀନ ମନୁଷ୍ୟ ସେ ଜୀବନରେ କିଛି କରିପାରିବ ନାହିଁ।